ଓହୋ ହୋ 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 ଓହୋ ହୋ କି ସାଜସଜାରେ ବାବାରେ ଓହୋ ବହୁତ ସୁନ୍ଦର ବହୁତ ସୁନ୍ଦର। ଚାଲ 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 ତାପରେ ଯିବା ଆମ ଗାଁରେ ଥିବା ସଂକୀର୍ତ୍ତନଟି ଦେଖିବା କେମିତି। ଚାଲନ୍ତୁ। ଏଇ ଦେଖନ୍ତୁ ଏଇ ଦେଖନ୍ତୁ ଭକ୍ତମାନେ କେମିତି ସୁନ୍ଦର ଭାବରେ ହରେ କୃଷ୍ଣ ନାମ ଧରୁଛନ୍ତି। ତା ସହିତ ଏ ଭାଇଟିକି ଦେଖନ୍ତୁ କେମିତି ମାଇକ୍ରୋଫୋନରେ ଭଲ ଭାବରେ ଆରାମରେ ନାମ ସଂକୀର୍ତ୍ତନ କରୁଛି ଏବଂ ନାମ ଧରୁଛି। ତାପରେ ଚାଲନ୍ତୁ ଦେଖିବା ଆମେ ଏଇ ଯେଉଁ ହରିଆଟ କେତେ ସୁନ୍ଦର ଭାବରେ କରାଯାଉଛି। ସୁନ୍ଦର ଭାବରେ ଭାଇମାନେ ମାଆ ମାନେ ଏବଂ ଭଉଣୀମାନେ କେମିତି ଭଲ ଭାବରେ ବହି ପଢ଼ୁଛନ୍ତି ଠାକୁରଙ୍କର ବହି। ତା ସହିତ ଦୀପ, ତା ସହିତ ସୁନ୍ଦର ଭାବେ ଦେଖାଯାଉଛି, ସୁନ୍ଦର ଦେଖାଯାଉଛି। ଏଠି ଦେଖନ୍ତୁ ଏ ଭାଇ ଧରି କେମିତି ସୁନ୍ଦର ଭାବରେ ଭଗବାନଙ୍କୁ ଡାକୁଛନ୍ତି ଏବଂ ଶ୍ରୀକୃଷ୍ଣଙ୍କର ନାମ ଧରୁଛନ୍ତି। ତାପରେ ଦେଖନ୍ତୁ ଇଏ ଭାଇ ଆମର ବହୁତ ସୁନ୍ଦର ଭାବରେ ନାଚ ଗୀତ କରି କୀର୍ତ୍ତନ କରୁଛନ୍ତି, ଭଗବାନଙ୍କ ନାମ ଧରୁଛନ୍ତି। ବହୁତ ସୁନ୍ଦର ଲାଗୁଛି ଦେଖନ୍ତୁ। ତାପରେ ଆଗକୁ ଚାଲନ୍ତୁ ଦେଖିବା। ଏ ଭାଇଟିକି ଦେଖନ୍ତୁ କେମିତି ଝାଞ୍ଜ ବଜେଇକି ଆରାମରେ ବସିକିରି ସେ ନାମ ସଂକୀର୍ତ୍ତନ କରୁଛି। ବହୁତ ସୁନ୍ଦର ଲାଗୁଛି। ବହୁତ ବାହ ବାହ। ତାପରେ ଚାଲନ୍ତୁ ଆଗକୁ ଯିବା ଦେଖିବା। ଏ ଯେଉଁ ଦେଖୁଛନ୍ତି ମାଆ ମାନେ ଭଉଣୀମାନେ ଛୋଟ ଛୋଟ ପିଲାମାନେ ଏ ସବୁ ମାନେ ପ୍ରସାଦ ସେବନ ଏଇଠାରେ କରାଯାଉଛି। ଏମାନେ ପ୍ରସାଦ ଖାଇବେ ବୋଲି ସବୁ ଲାଇନ ହୋଇ ଧାଡ଼ି ହୋଇ ବସିଛନ୍ତି। ଆଗକୁ ଯିବା ଦେଖିବା ପ୍ରସାଦ କେଉଁଭଳି ଭାବରେ ଦିଆଯାଉଛି। ତାପରେ ଦେଖନ୍ତୁ ଏ ସବୁ ପତ୍ର ସବୁ ଦିଆଯାଉଛି, ଆମର ଯାହା କୁହନ୍ତି ଥାଳି ପତ୍ର ପ୍ରସାଦ ପାଇଁ ଆରାମସେ ଦେଉଛନ୍ତି। ସେ ପିଲାମାନେ ବଣ୍ଟନ କରୁଛନ୍ତି। ତାପରେ ପରେ ସେମାନେ ପ୍ରସାଦ ସେବନ କରିବେ। ଚାଲନ୍ତୁ ଆଗକୁ ଯିବା କ'ଣ ହେଉଛି। ଏଠି ଦେଖନ୍ତୁ ପ୍ରସାଦ ସେବନ ଆରମ୍ଭ ହୋଇଯାଇଛି। ପିଲାମାନେ ଆରାମରେ ଦେଉଛନ୍ତି। ଦେଖନ୍ତୁ ବାହ ବହୁତ ସୁନ୍ଦର ଲାଗୁଛି। ବାହ ବାହ ବହୁତ ସୁନ୍ଦର। ତାପରେ ଏଠି ଦେଖନ୍ତୁ ପ୍ରସାଦ ସେବନ ଆରମ୍ଭ କରିଦେଇଛନ୍ତି। ଇଏ ଯେଉଁ ସବୁ ଏଠି ଯେଉଁ ସବୁ ଦେଖନ୍ତୁ ସାମଗ୍ରୀ ଯାହାକି ସରଞ୍ଜାମ, ବାଲ୍ଟିରେ ମଧ୍ୟ ଏସବୁ ଯେକୌଣସି ଡାଲମା ହଉ ଘାଣ୍ଟ ହଉ ଇଏ ମଧ୍ୟ ରହିଛି। ଏସବୁ ଦେଖନ୍ତୁ ଇଏ ହେଉଛି ରୋଷେଇଶାଳ, ଯେଉଁଠି ପାକ କରାଯାଉଛି, ମାନେ ରୋଷେଇ କରାଯାଉଛି। ତେଣୁ ଭାଇ ଏତିକିରେ ରହିଲି। ଆପଣ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ ଲାଇକ୍ ଫଲୋ ନିଶ୍ଚିତ କରିବେ।